ନମସ୍କାର। କିଛି ଦିନ ତଳେ ରଣବୀର ଆହ୍ଲାବାଦିଆ, ଯାହାକୁ ଆମେ ବିୟର ବାଇସେପ୍ ନାମରେ ବି ଜାଣୁ, ଜଣେ ପ୍ରସିଦ୍ଧ ୟୁଟ୍ୟୁବର, ଇନଫ୍ଲୁଏନ୍ସର, ଗୋଟେ ଶୋରେ କିଛି ଅଭଦ୍ର ଟିପ୍ପଣୀ କରିଥିଲେ ଗୋଟେ ପାର୍ଟିସିପାଣ୍ଟକୁ। ତାକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ତାଙ୍କ ନାଁରେ କେସ୍ କରାଯାଇଛି। ଆ, ତାଙ୍କର ଯେଉଁ ପଡ଼କାଷ୍ଟକୁ ଲୋକମାନେ ଆସୁଥିଲେ, ସେ ପଡ଼କାଷ୍ଟକୁ ଆସିବା କ୍ୟାନସଲ୍ କରିଦେଇଛନ୍ତି। ତ ଇଭିନ୍ ଇଫ୍ ତାଙ୍କ ନାଁରେ ଅ, ଗୋଟେ ପ୍ରକାର ପାର୍ଲାମେଣ୍ଟାରୀ କମିଟି ବି ବସାଇଛି କି ତାଙ୍କୁ ଡାକିକି ପ୍ରଶ୍ନ ଉତ୍ତର କରାଯିବ ବୋଲି। ବହୁତ ବଡ଼ ଇସ୍ୟୁ ହେଇଯାଇଛି। ଆପଣ ଯଦି ମିଡ଼ିଆ ଟିଭିରେ ଦେଖୁଥିବେ, ବହୁତ ବଡ଼ ଇସ୍ୟୁ ହେଇଛି। ତ ଗୋଟେ ଅଭଦ୍ର ଟିପ୍ପଣୀ କରିଛନ୍ତି, ତ ତା ପାଇଁ ବହୁତ ବଡ଼ ଇସ୍ୟୁ ହେଇଛି। ଠିକ୍ ତା ଆଉ କିଛି ଦିନ ପୂର୍ବକୁ ଯିବା, ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ତାଙ୍କର ଆମ୍ ଆଦମୀ ପାର୍ଟି ବହୁତ ଖରାପରେ ହାରିଯାଇଛି। ବହୁତ ଗୁଡ଼ିଏ କାରଣ ଥାଇପାରେ, କିନ୍ତୁ ଗୋଟିଏ କାରଣ ବହୁତ ଲୋକ କହନ୍ତି କି ସେ ତାଙ୍କ ପାଇଁ ଯେଉଁ ଘରଟି ବନେଇଥିଲେ, ବହୁତ କୋଟି ଟଙ୍କା ଖର୍ଚ୍ଚ କରିକି ସେ ସୁନ୍ଦର ଘରଟି ବନେଇଛନ୍ତି। ସରକାରୀ ଆବାସ, କିନ୍ତୁ ସେ ସରକାରୀ ଆବାସକୁ ସୁନ୍ଦର କରିବା ପାଇଁ ବହୁତ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବୁଝିପାରୁଛନ୍ତି? ଗୋଟେ ପଟେ ହେଲେ ରଣବୀର ଆହ୍ଲାବାଦିଆ, ଯିଏ ଗୋଟେ ଅଭଦ୍ର ଟିପ୍ପଣୀ ପାଇଁ ବହୁତ ଅବସ୍ଥା ତାଙ୍କର ଖରାପ। ଗୋଟେ ପ୍ରକାର ଆହ୍ଲାବାଦିଆ ଭିଡ଼ିଓରେ ଆସି ନିଜର ଭୁଲ ମାଗିଛନ୍ତି। ଏକ୍ସରେ ମଧ୍ୟ ନିଜର ଭୁଲ ପାଇଁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଭୁଲ ବଶତଃ ଏମିତି କହିଥିଲି, ମୁଁ ବହୁତ ବଡ଼ ଭୁଲ କରିଛି। ମାନେ ସେ ନିଜର ଭୁଲକୁ ପୁରା ଅନୁତାପ କରୁଛନ୍ତି। ସେମିତି ଏପଟେ କେଜରିୱାଲ ଯେଉଁ ପ୍ରକାର କାମ ସେ ଦିଲ୍ଲୀରେ କରିଛନ୍ତି, ଆପଣ ଚିନ୍ତା କରିପାରିବେନି। ଯେମିତି ତାଙ୍କର ସ୍କୁଲ କାମ। ମୁଁ କିଛି ଦିନ ପୂର୍ବେ ମୋ ପୁଅକୁ ଗୋଟେ ଭଲ ସ୍କୁଲରେ ପକାଇବାକୁ ଚାହିଁଲି, ଯେଉଁଠି ଭଲ ଫ୍ୟାସିଲିଟି ଥିବ, ଯେମିତି ହେଉ ସୁଇମିଂ ପୁଲ୍ ହେଉ, ଏଇଭଳିଆ ସବୁ ଭଲ ଭଲ ଜିନିଷ ଫ୍ୟାସିଲିଟି ଥିବ। ଜାଣିଛନ୍ତି, 15,000 ଟଙ୍କାରୁ ଆରମ୍ଭ କରି 25,000 ଟଙ୍କା ପର୍ଯ୍ୟନ୍ତ ଗୋଟେ ଗୋଟେ ମାସର ଫିସ୍, ସ୍କୁଲ ଫିସ୍ ଭୁବନେଶ୍ୱରରେ ପ୍ରାଇଭେଟ୍ ସ୍କୁଲର। ଠିକ୍ ସେଇ ଷ୍ଟାଣ୍ଡାର୍ଡ଼ର ସର୍ଭିସ୍, ସେଇ ଷ୍ଟାଣ୍ଡାର୍ଡ଼ର ଏଜୁକେସନ୍ ଦିଲ୍ଲୀରେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଦିଆହେଉଛି। ଦିଲ୍ଲୀର ଗଭର୍ଣ୍ଣମେଣ୍ଟ ସ୍କୁଲରେ ସୁଇମିଂ ପୁଲ୍ ଅଛି। ପିଲା ଫରେନ୍ ଟ୍ରିପ୍ରେ ଯାଉଛନ୍ତି ସରକାରୀ ପଇସାରେ। ତାଙ୍କର ଟିଚର ମାନେ ଫରେନ୍ରୁ ଟ୍ରେନ୍ ହେଇକି ଆସୁଛନ୍ତି। ତାଙ୍କ ସ୍କୁଲରେ ଲିଫ୍ଟ ଲାଗିଛି। ଯେଉଁ ଜିନିଷ ପାଇଁ ଏଠି ଆମେ 15,000ରୁ 25,000 ଟଙ୍କା ଭୁବନେଶ୍ୱରରେ ଦେଉଛୁ, ସେଇଭଳିଆ ସ୍କୁଲ ଦିଲ୍ଲୀ ପିଲାଙ୍କୁ ଫ୍ରିରେ ମିଳୁଛି। ତାଙ୍କ ପିଲା IIT ପାଉଛନ୍ତି 10th ପରେ ବା 12th ପରେ। IIT ପାଇଁ ସେମାନେ ପ୍ରାଇଭେଟ୍ କୋଚିଂକୁ ଯାଉଛୁ। ଆମେ ସାଧାରଣତଃ ଦିଲ୍ଲୀ ସ୍କୁଲରେ କୋଚିଂ ସେଣ୍ଟର ସହିତ ଟାଇପ୍ କରାଯାଇଛି, ଯାହାଦ୍ୱାରା ପିଲା ତାଙ୍କର ପରୀକ୍ଷା ମାନେ ପାଠ ସହ IIT ପାଇଁ ପ୍ରିପେୟାର କରିପାରିବେ। ତ ଚିନ୍ତା କରିପାରୁଛନ୍ତି କେଉଁ ଲେଭଲର ସେଇଠି କାମ କରାଯାଇଛି। କିନ୍ତୁ ତଥାପି ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ହାରିଗଲେ। ଏପଟେ ସେମିତି ରଣବୀର ଆହ୍ଲାବାଦିଆ, ତାଙ୍କ ପଡ଼କାଷ୍ଟ ଦେଖିବେ, ବହୁତ ବଢ଼ିଆ ପଡ଼କାଷ୍ଟ କରନ୍ତି। ଆଉ ଗୋଟେ ଭଲ ପିଲାଟି ମଧ୍ୟ। ଭୁଲ କରିଛନ୍ତି, କିନ୍ତୁ ଯେତେବେଳେ ଭୁଲଟା ଜାଣିପାରୁଛନ୍ତି, ସେ ଅନୁତାପ କରିଛନ୍ତି, କ୍ଷମା ମାଗିଛନ୍ତି। କିନ୍ତୁ ତଥାପି ଲୋକ ତାଙ୍କୁ କ୍ଷମା କରିପାରିନାହାନ୍ତି। କାହିଁକି ଏମିତି ହେଲା? କାହିଁକି ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ଏତେ କାମ କରିବା ସତ୍ତ୍ୱେ ବି ହାରିଗଲେ? ରଣବୀର ଆହ୍ଲାବାଦିଆ ଏତେ ଭଲ ପିଲାଟେ ହେବା ସତ୍ତ୍ୱେ ବି, ନିଜର ଅଭଦ୍ର ଟିପ୍ପଣୀ ପାଇଁ କ୍ଷମା ମାଗିବା ସତ୍ତ୍ୱେ ବି ଆଜି ହନ୍ତସନ୍ତ ହେଉଛନ୍ତି। ଜାଣିଛନ୍ତି କ'ଣ? ଆପଣ କ'ଣ କରିଛନ୍ତି ସେଇଟା ସେତେ ଇମ୍ପୋର୍ଟାଣ୍ଟ ନୁହଁ। ଏ କାମଟା କିଏ କରିଛି ସେଇଟା ଇମ୍ପୋର୍ଟାଣ୍ଟ। ଆପଣ କାହିଁକି କହିବି? ରଣବୀର ଆହ୍ଲାବାଦିଆ ଯେଉଁ ଅଭଦ୍ର ଟିପ୍ପଣୀଟି କରିଛନ୍ତି, ସେ ଟିପ୍ପଣୀଟି କିଛି ନୂଆ ନୁହଁ। ସେ ଯେଉଁ ଶୋକୁ ଯାଆନ୍ତି, ସେ ଶୋରେ ଥିବା ସବୁ ଜଜେସ୍ ପ୍ରାୟତଃ ସେଇଭଳିଆ ଅଭଦ୍ର ଟିପ୍ପଣୀ କରନ୍ତି। ୟୁଟ୍ୟୁବ୍ ସେଇଭଳିଆ ଅଭଦ୍ର ଟିପ୍ପଣୀରେ ଭରି ପଡ଼ିଛି। କିନ୍ତୁ ସେଇଭଳିଆ ଅଭଦ୍ର ଟିପ୍ପଣୀ ଯେତେବେଳେ ରଣବୀର ଆହ୍ଲାବାଦିଆ କଲେ, ପ୍ରୋବ୍ଲେମଟି ହେଇଗଲା। କାରଣ ଆମେ ରଣବୀର ଆହ୍ଲାବାଦିଆକୁ ଗୋଟେ ଭଲ ପିଲା ବୋଲି ମାନୁ। କାରଣ ସେ ୟୋଗା କରନ୍ତି, ମାନେ ୟୋଗାକୁ ପ୍ରମୋଟ୍ କରନ୍ତି, ବହୁତ ଗୁଡ଼ିଏ ଭଲ ଭଲ ଜିନିଷ, ପ୍ରାଣାୟାମ, ଏଇଭଳିଆ ସବୁ ଭଲ ଭଲ ଜିନିଷକୁ ପ୍ରମୋଟ୍ କରନ୍ତି। ସେ ନିଜ ଶୋକୁ ଏଇଭଳିଆ ସେଲିବ୍ରିଟିଜ୍ ମାନଙ୍କୁ ଡାକନ୍ତି,
ଯାହାଦ୍ୱାରା ଆମେ କିଛି ଯାହାଙ୍କଠୁ ଆମେ କିଛି ଶିଖିପାରିବା ଆଉ ଜୀବନରେ ବଢ଼ିପାରିବା। ତ ସିଏ ଗୋଟେ ଭଲ ପିଲା ହିସାବରେ ଲୋକଙ୍କ ନଜରରେ ଥିଲେ। ଯେତେବେଳେ ସିଏ ଅଭଦ୍ର ଟିପ୍ପଣୀ କଲେ ସମସ୍ତଙ୍କର ଆଖି ଖୋଲିଗଲା, ପୋଲିସ କେସ୍ ହେଇଗଲା, ପାର୍ଲାମେଣ୍ଟାରୀ କମିଟି ବି ଛୋଟଟେ ବସିଯାଇଛି, ମୁଁ କ'ଣ ଶୁଣିବାକୁ ପାଇଲି କି ତାଙ୍କୁ ଡାକିକି ପଚରା ଉଚରା କରାଯିବ। ଭାବିପାରୁଛନ୍ତି? ଠିକ୍ ସେହିପରି କେଜରିୱାଲ ଏତେ କାମ କରିଥିଲେ, କିନ୍ତୁ ସେ ଯେଉଁ ଘରଟି କଲେ, ଆଚ୍ଛା କେଜରିୱାଲ କିଛି କୋଟି ଟଙ୍କା ଖର୍ଚ୍ଚ କରି ନିଜ ଘରକୁ ଚକଚକ୍ କରିଦେଲେ, ସରକାରୀ ଆବାସ। କ'ଣ ଆଉ କେଉଁ ରାଜ୍ୟର ସିଏମ୍ ବା ମିନିଷ୍ଟର ବା ଆମ ଦେଶର ପ୍ରଧାନମନ୍ତ୍ରୀଙ୍କର ଆବାସରେ ପଇସା ଖର୍ଚ୍ଚ ହେଉନି କି? ସେମାନଙ୍କର ଯାତାୟାତରେ ପଇସା ଖର୍ଚ୍ଚ ହେଉନି କି? କିନ୍ତୁ ଆମେ ତାଙ୍କ ଉପରେ ପ୍ରଶ୍ନ ଉଠାଉନୁ କାହିଁକି? କେଜରିୱାଲ 5 ଟଙ୍କିଆ ରେଲନ୍ ପେଣ୍ଟ ପକେଟରେ ପୂରେଇ ନିଜକୁ ସାଧା ସରଳ ବୋଲି ଦେଖାଇବାକୁ ଚାହାନ୍ତି। ସବୁବେଳେ କହନ୍ତି ମୋର କିଛି ଦରକାର ନାହିଁ, ମୁଁ ସରଳ ଜୀବନ ବଞ୍ଚିବି, ମୁଁ ଲୋକଙ୍କ ସେବା କରିବି। ଆପଣ ଯେତେବେଳେ ସରଳ ଜୀବନ କହିକି ଗୋଟେ ବିରାଟ ବଡ଼ ମହଲ କରିଦେଉଛନ୍ତି, ହେଇପାରେ 5-10 କୋଟି ଟଙ୍କା ଖର୍ଚ୍ଚ ହେଇଥିବ, କିନ୍ତୁ ପିଏମ୍ଙ୍କର ମହଲରେ 300-400 କୋଟି ଟଙ୍କା ଖର୍ଚ୍ଚ ହେଇଯାଇଥିବ, କିନ୍ତୁ ତାକୁ କେହି ଅନେଇବେନି। କାରଣ ସେ ସେଇଭଳିଆ କୌଣସି ଷ୍ଟେଟମେଣ୍ଟ ଦେଇନାହାନ୍ତି କି ମୁଁ ସରଳ ଜୀବନ ବଞ୍ଚିବାକୁ ଚାହୁଁଛି। କାରଣ ସେ 15 ଲକ୍ଷ ଟଙ୍କାର ସୁଟ୍ ପିନ୍ଧନ୍ତି। ବୁଝିପାରୁଛନ୍ତି? କାମଟି ଏଠି ଇମ୍ପୋର୍ଟାଣ୍ଟ ନୁହଁ, ଏଇଟା କିଏ କରିଛି ବା କିଏ କହିଛି ଏଇଟା ଇମ୍ପୋର୍ଟାଣ୍ଟ। ଆପଣ ଯଦି ନିଜକୁ ସରଳ ଭଳି ସବୁଠି ଦେଖାଉଛନ୍ତି, ପକେଟରେ ଗୋଟେ ରେନଲ୍ ପେଣ୍ଟ ପକେଟ ପୁରେଇ ବୁଲୁଛନ୍ତି, ସବୁବେଳେ ହାୱାଇ ଚପଲ ପିନ୍ଧିକି ବୁଲୁଛନ୍ତି, ଆଜି ଯଦି ଆପଣଙ୍କ ଘର ପାଇଁ 5 କୋଟି 10 କୋଟି ଖର୍ଚ୍ଚ କରିଦେଉଛନ୍ତି, ଲୋକମାନଙ୍କର ଆଖି ଖୋଲି ଯାଉଛି, କାନ ଠିଆ ହେଇଯାଉଛି। କିନ୍ତୁ ସେପଟେ ପିଏମ୍ ଗୋଟିଏ ଟ୍ରିପ୍ରେ 200 କୋଟି 300 କୋଟି ଟଙ୍କା ଖର୍ଚ୍ଚ କରିଦେଲେ ଲୋକଙ୍କୁ କିଛି ଅସୁବିଧା ନାହିଁ। ଗୋଟିଏ ଟ୍ରିପ୍ରେ ସେ 3 ଥର ବି ଯଦି ଡ୍ରେସ୍ ଚେଞ୍ଜ କରୁଛନ୍ତି, ଲୋକଙ୍କୁ କିଛି ଅସୁବିଧା ନାହିଁ। 8,000 କୋଟି ଟଙ୍କାର ତାଙ୍କର ଏରୋପ୍ଲେନ୍, କିଛି ଅସୁବିଧା ନାହିଁ। ତ ବୁଝିପାରୁଛନ୍ତି ଆପଣ? କାମ ବହୁତ ସମୟରେ ଏଇଟା ଆପଣଙ୍କ ସହ ନିଜ ଜୀବନ, ମୁଁ କାହିଁକି ଏ ଟପିକଟାକୁ ଉଠେଇଛି, ବହୁତ ସମୟ ନା ଆମେ ଗୋଟେ କାମଟି କରୁ, ବହୁତ ଲୋକ ବହୁତ କଥା କହନ୍ତି, ଆମେ ଭାବୁ ଆରେ ସିଏ ତ ସେମିତି କରିଥିଲା, ସେଟା ଅଫିସରେ ହେଇପାରେ ବା ଆପଣଙ୍କ ଘରେ ହେଇପାରେ। ଆଚ୍ଛା ମୋ ଭଉଣୀ କଲେ ଚଳିବ, ମୁଁ କଲେ ପ୍ୟାରେଣ୍ଟସ୍ ମାନେ ରାଗୁଛନ୍ତି, ଅଫିସରେ 3ଟା ଲୋକ କରୁଛନ୍ତି ଚଳୁଛି, ମୁଁ କଲେ ମୋ ବସ୍ ରାଗୁଛି। ବୁଝିପାରୁଛ ନା? ଏମିତି ହଉଛି ନା? ବା ପରିବାରରେ 4 ଲୋକ 4 ପ୍ରକାର କାମ କରୁଥିବେ, ଆପଣ କଲେ 4 ଜଣ ଆପଣଙ୍କୁ କଥାଟି କହିବେ କି ଦେଖ ସିଏ ଏମିତି କଲା। ବୁଝିପାରୁଛନ୍ତି? ଲୋକ ଆପଣଙ୍କୁ କେମିତି ଜଜ୍ କରନ୍ତି, ଯେମିତି ରଣବୀର ଆହ୍ଲାବାଦିଆ କେଜରିୱାଲ ହେଲା। କେଜରିୱାଲ ଏତେ କାମ କରିବା ସତ୍ତ୍ୱେ ବି ତାକୁ ଲୋକ ହରେଇ ଦେଲେ। ସେମିତି ରଣବୀର ଆହ୍ଲାବାଦିଆ ଏତେ ଭଲ ପିଲାଟେ, ସୁନ୍ଦର ପିଲାଟେ ଥିଲେ ବା ସତ୍ତ୍ୱେ ବି ଗୋଟେ ଯେଉଁ ମିଷ୍ଟେକ୍ କଲେ, ସେ ତାଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛି। ତ ଆପଣ କ'ଣ କରନ୍ତି ସେଟା ସେତେ ଇମ୍ପୋର୍ଟାଣ୍ଟ ନୁହଁ, ଆପଣଙ୍କର ବ୍ୟକ୍ତିତ୍ୱ ଅନୁସାରେ ତାର ଭ୍ୟାଲ୍ୟୁ କରାଯାଏ। ସରଳ ପିଲାଟି ଥରେ ଗାଳି ଦେଇଦେଲେ ବଡ଼ ଇସ୍ୟୁ ହେଇଗଲା, ସରଳ ଲୋକଟି କିଛି ନିଜ ପାଇଁ ଖର୍ଚ୍ଚ କରିଦେଲେ ସେଟା ଗୋଟେ ଇସ୍ୟୁ ହେଇଗଲା। ତ ଆଜି ଜାଣି ରଖନ୍ତୁ, ଆମକୁ ଲୋକମାନେ କେଉଁ ହିସାବରେ ଜଜ୍ କରନ୍ତି, ଆମ ପର୍ସନାଲିଟି ହିସାବରେ। ଆପଣ ଯେଉଁ ଗୋଟେ ସରଳ ଲୋକ ଥରେ ବି କାହାକୁ ଟିକେ କ'ଣ କହିଦେବେ, ସେ କହିବ କି ଖରାପ ବ୍ୟବହାର। ଆପଣ ସବୁବେଳେ ଭଲ ବ୍ୟବହାର ଦେଖାଉଥିଲେ, କୌଣସି କାରଣବଶତଃ ଆପଣଙ୍କ ମୁହଁରୁ କିଛି ଶବ୍ଦ ବାହାରିଗଲା ବା ଅପଶବ୍ଦ ବାହାରିଗଲା, ଆପଣଙ୍କୁ ସେ ଲୋକ ଜୀବନ ସାରା ମନେ ରଖିଥିବ। କିନ୍ତୁ ଆଉ ଗୋଟେ ଲୋକ ଯିଏ ସଦାସର୍ବଦା ଗାଳି ଦିଏ, ସଦାସର୍ବଦା ଅପଶବ୍ଦ କହେ, ତାଙ୍କୁ ଲୋକମାନେ କ୍ଷମା କରିଦେବେ। ଯଦି ଆପଣଙ୍କ ସହିତ ଏଇଭଳିଆ କିଛି ଅନୁଭୂତି ଅଛି, ଏଇ ଭିଡ଼ିଓର କମେଣ୍ଟରେ ଲେଖନ୍ତୁ। ଆଉ ଆମେ ଏଇ ଇନସିଡେଣ୍ଟରୁ କ'ଣ ଶିଖିପାରିବା, ଏଇ ଭିଡ଼ିଓର କମେଣ୍ଟରୁ ଦେଖନ୍ତୁ। ଏ ରଣବୀର ଆହ୍ଲାବାଦୀଙ୍କ କେସ୍ ହେଉ କି କେଜରିୱାଲଙ୍କ କେସ୍ ହେଉ, ଏଇଟା ପରସେପସନ୍ର ବ୍ୟାଟଲ୍, ଠିକ୍ ଆଉ ଭୁଲର ବ୍ୟାଟଲ୍ ନୁହଁ। ପରସେପସନ୍, ଲୋକ ଆପଣଙ୍କୁ କେମିତି ଦେଖନ୍ତି, ଆପଣଙ୍କ ସହପାଠୀ ଆପଣଙ୍କୁ କେମିତି ଦେଖନ୍ତି, ଆପଣଙ୍କ ଘର ଲୋକ ଆପଣଙ୍କୁ କେମିତି ଦେଖନ୍ତି, ଆପଣଙ୍କ ସହକର୍ମୀ ଆପଣଙ୍କୁ କେମିତି ଦେଖନ୍ତି, ସେଇ ପରସେପସନ୍ ଅନୁସାରେ ଆପଣ କରିଥିବା କାମକୁ ଜଜ୍ କରାଯାଏ। ଆପଣ କାମ ଠିକ୍ ଭୁଲ ସେଟା ସେପାରେଟ୍, ରାଇଟ୍? ତ ଏଥିରୁ କ'ଣ ଆପଣ ଶିଖିପାରିଲେ ବା କ'ଣ
କିଛି ଗୂଢ଼ ଜିନିଷ ଜାଣିପାରିଲେ ଏ ଭିଡ଼ିଓର କମେଣ୍ଟରେ ମୋତେ ସେୟାର କରିବେ। ପୁଣି ଆଉ ଗୋଟେ ଟପିକ୍ ଧରିକି ଦେଖାହବ। ନମସ୍କାର।